ମାନେ ପ୍ରଥମ ଥର ପାଇଁ 10 ବର୍ଷ ଦେଖିବାକୁ ମିଳୁଛି ମାନେ 2 ଜଣ ଯାକ କମେଡି ସୁପରଷ୍ଟାର ଗୋଟେ ମଞ୍ଚରେ ଗୋଟାଏ ଜାଗାରେ। ହରି ଭାଇ ଆଗେ କହିସାରନ୍ତୁ ତାପରେ ମୁଁ କହିବି। ଓକେ ଓକେ ଭାଇ କଣ କହିବେ 2 ଜଣ ଯାକ ସୁପରଷ୍ଟାର ଆଜି ଗୋଟାଏ ମଞ୍ଚରେ? ଫିଲ୍ମ ହଉଛି ପପୁର ହେଲା, ମୁଁ ଖାଲି ତାକୁ ବଧେଇ ଏବଂ ଶୁଭେଚ୍ଛା ଜଣେଇ ଆସିଛି, କିନ୍ତୁ ପ୍ରଥମେ ସିଏ କହୁଛି। ଆଚ୍ଛା ଭାଇ ମୋର ଆଜି ଗୋଟେ ପରମ ସୌଭାଗ୍ୟ, ମୁଁ ଯୋଉ ହରି ଭାଇଙ୍କୁ ଦେଖିକି ଶିଖିଛି। ମୁଁ ସବୁବେଳେ କହେ ହରି ଭାଇ ଗୋଟେ ଗୁରୁଜନ, ସବୁବେଳେ ଜାଣିଥାନ୍ତୁ ଶୁଭ କାମରେ ଗୁରୁଜନଙ୍କର ପାଦ ପଡ଼ିଲେ ହିଁ ସେ କାମଟା ଶୁଭ ହେଇଯାଏ। ଆଜି ମୁହୂର୍ତ୍ତରେ ଆଜି ପ୍ରିମିୟରରେ ହରି ଭାଇ ଆସିଛନ୍ତି ଏବଂ ଆଜି ସକାଳୁ ଆମେ ଗୋଟେ ଇଣ୍ଟରଭ୍ୟୁରେ ବି ସାଙ୍ଗରେ ଥିଲୁ। ବହୁତ ଲୋକଙ୍କ ଭିତରେ ଧାରଣା ଯେ ପ୍ରତିଦ୍ୱନ୍ଦିତାଟା ବୋଧେ ଖରାପ, କିନ୍ତୁ ଗୋଟେ ୱାଇଜରେ ନିଜ ପ୍ରଫେସନରେ ପ୍ରତିଦ୍ୱନ୍ଦିତା ଯାହା ଥିଲା ଅକ୍ଷୟ ମହାନ୍ତିଙ୍କ ଭିତରେ, ପ୍ରଫୁଲ୍ଲ କରଙ୍କ ଭିତରେ ନିଜ ନିଜ ଫିଲ୍ଡରେ କାମ କରୁଥିଲେ, ସେ ପ୍ରତିଯୋଗିତାଟା ଅଲଗା କଥା। କିନ୍ତୁ ଏଇଟା ହେଉଛି ଆମର ପରିବାରର କଥା। ଆମେ ଓଡ଼ିଆ ସିନେମା ପାଇଁ ସମସ୍ତେ ଜୀବନ ଦେବାକୁ ପଡ଼ିଲେ ଦେଇଦେବୁ, ମୁଣ୍ଡ ଦେବାକୁ ପଡ଼ିଲେ ଦେଇଦେବୁ, କାରଣ ଏଇଟା ଆମର ପେଟ ପାଟଣା। ତେଣୁ ଆମ ପରିବାରଟା ଗୋଟେ, ଯୋଉଥିପାଇଁ ତାର ଗୋଟେ ପ୍ରମାଣ ଦେବା ପାଇଁ ହରି ଭାଇ ଏଠିକି ଆସିଛନ୍ତି। ଭାଇ ଆମେ ଆପଣ 2 ଜଣ କେବେ ଦେଖିବୁ ସିନେମାରେ ଗୋଟାଏ ସିନେମାରେ? ଦେଖି ସାରିଛନ୍ତି ଆପଣ, କାବୁଲା ବାରବୁଲାରେ ଆମେ ଅଛୁ, ସାଙ୍ଗରେ ଅଛୁ। ଏବେ ଆଉ ଗୋଟେ ଆସୁଛି କେସ୍ ନମ୍ବର 18, ସେଥିରେ ବି ଅଛୁ। ସମସ୍ତେ ଦର୍ଶକ କୁହନ୍ତି କୁଆଡେ ପପୁ ହରିଙ୍କ ମଧ୍ୟରେ ଦର୍ଶକ କହନ୍ତି ସେଟା। ସତରେ ଭାଇ ସେଇଆ? ଶୁଣନ୍ତୁ, ସତ କଥାଟି ହେଉଛି, କିଏ ଜଣେ କହିଦେଲେ ଆପଣ ରାଗି ଯାଉଛନ୍ତି, କିଏ କହିଲେ ଆପଣ କାନ୍ଦୁଛନ୍ତି, କିଏ କହିଲେ ହସୁଛନ୍ତି, ତାହେଲେ ଆପଣଙ୍କ ରିମୋଟଟା ପବ୍ଲିକଙ୍କ ହାତରେ। ସେଇଟା କରନ୍ତୁ ନାହିଁ, ନିଜେ ନିଜର ସତ କଥାଟା ତ ଏଇଠି ଆପଣ ଆଖି ଆଗରେ ଦେଖୁଛନ୍ତି। ଏଇଠି ଆଉ ଲୋକଙ୍କୁ କହିବାଟା କ'ଣ? ବହୁତ ଲୋକ ମତେ ଥରେ କହିଲେ ଅନୁଭବ ସାଙ୍ଗରେ ତମର ପଡୁନାହିଁ, କିଏ କହିବ ବାବୁସାନ ସାଙ୍ଗରେ ହରି ଭାଇର ପଡୁନାହିଁ। ଲୋକଙ୍କୁ କହିବାର କିଛି ସମ୍ପର୍କ ନାହିଁ, ଯାହା ଆଖିରେ ଦେଖୁଛନ୍ତି ସେଇଟା ହିଁ ସତ। କାନ୍ଧରେ ନୁହେଁ, ମୁଣ୍ଡରେ ଅଛି, ସବୁବେଳେ ଅଛି। ନାଇଁ, ପପୁ ତ ସବୁ କଥା କହିଲେ। ଆକ୍ଚୁଆଲି କୌଣସି କଥାରେ ସତ୍ୟତା ନଥିଲେ ବି ଆଜିକାଲି ଯୁଗରେ ତା ଗୋଟେ ମାନେ ମିଥ୍ୟା ଭଳିଆ ପ୍ରମାଣିତ ହେଇଯାଉଛି। ପ୍ରମାଣିତ ନୁହେଁ, ଇଏ 3 ତୁଣ୍ଡରେ ଛେଳି କୁକୁର ଭଳିଆ କଥା ଗୋଟେ। ଏବଂ ଆପଣ କହିଲେ 10 ଲକ୍ଷ ଶୁଣିଛନ୍ତି, ଆମେ ବୁଝେଇବୁ କେତେ ଜଣକୁ ଯେ ଆମେ ଖରାପ ନୁହେଁ ବୋଲି। ଜଣ ଜଣ କରିକି। ତାପରେ ଆଉ ଗୋଟେ କଥା, ପ୍ରତିଯୋଗିତା ସବୁ କ୍ଷେତ୍ରରେ ରହିବା ଦରକାର। ରହିଲେ କ'ଣ ହବ, ଭଲ ଗୋଟେ କାମର ନିର୍ଯାସ ବାହାରିବ, କଣ୍ଟେଣ୍ଟ ବାହାରିବ, ବିରୋଧୀ ନଥିଲେ ଶାସକ ଖେଳ କରିଦେବେ। ହବନି। ଏକ୍ଜାକ୍ଟଲି ସେମିତି କଥା। ପ୍ରତିଯୋଗିତା ହବା ଦରକାର ଏବଂ ଦ୍ୟାଟ୍ ସୁଡ୍ ବି କନଷ୍ଟ୍ରକ୍ଟିଭ, ପଜିଟିଭ। ଆମ ଭିତରେ ସେମିତି କିଛି ନାହିଁ କି ନଥିଲା କେବେ। ମୁଁ ତ ଆପଣଙ୍କ ଦୋଷ ଦେବିନି କି ଦର୍ଶକ ଦୋଷ ଦେବିନି, ଛାଡ଼, ଇଏ ଗୋଟେ ଉଡ଼ା କଥା, ସେମିତି ପବନରେ ଉଡ଼ିଯାଏ। ହଁ, ହ୍ୟୁମର ତାକୁ କହୁଛନ୍ତି, ସେଇଟା କଥା ନୁହେଁ। ମୁଁ ବର୍ତ୍ତମାନ ଓଡ଼ିଆ ସିନେମା ହଉ କିମ୍ବା ପୂର୍ବବର୍ତ୍ତୀ କଥା ହଉ, ସିନେମା ଇଣ୍ଡଷ୍ଟ୍ରି ସହିତ ମୁଁ 25-30 ବର୍ଷ ସହିତ ଜଡ଼ିତ। ତେଣୁ ଇଏ ଗୋଟେ ପରିବାରର କଥା। ଏସବୁ କଥାକୁ ଆଲୋଚନାରେ ଆମେ ନେବାନି ବିଷୟ କଥା। ମୋର ଆସିବାର ଉଦ୍ଦେଶ୍ୟ ହେଉଛି ଯେ ଭଲ ସିନେମା ପପୁ ତିଆରି କରିଛି, ଡଷ୍ଟବିନ୍ ଏବଂ ମୌଳିକ ଓଡ଼ିଆ କାହାଣୀ ଯେଉଁଟା ମୋତେ ପସନ୍ଦ ଲାଗେ, ଆଉ ରିଏଲିଷ୍ଟିକ୍ ଆପ୍ରୋଚ୍ ସିନେମା। ଏବଂ ବଡ଼ ଭାଇ ହିସାବରେ ଯେଉଁ ଓଡ଼ିଆ ଗୋଟେ ଆମର ଡଗ ନାହିଁ ଯେ ଯୁଦ୍ଧ ଯଦି କରିବା ଲାଗି ଯିବୁ ସାଙ୍ଗରେ ଥିବ ଭାଇ। ଆଉ ଗୋଟେ ହେଲା ବା କ'ଣ, ଗାଈ କ୍ଷୀର ଯଦି ପିଇବୁ କ୍ଷୀର ଯଦି ପିଇବୁ ଘରେ ରଖିଥିବୁ ଗାଈ, ଯୁଦ୍ଧ ଯଦି କରିବୁ ସାଙ୍ଗରେ ଥିବ ଭାଇ। ତେଣୁ ଇଏ ଗୋଟେ ଯୁଦ୍ଧ, ଇଏ ପପୁ ପମ୍ପନ ଯେମିତି ଯୁଦ୍ଧ, ସମସ୍ତଙ୍କର ଆମର ଯେତେବେଳେ ବି ଗୋଟେ ଫିଲ୍ମ ରିଲିଜ ହୁଏ ଆମକୁ ଲାଗେ ଯେମିତି ମେଟ୍ରିକ ପରୀକ୍ଷା ଦଉଛୁ। ତେଣୁ ଗୋଟେ ବଡ଼ ଭାଇ ହିସାବରେ, ଗୋଟେ ପରିବାରର ବଡ଼ ଭାଇ ହିସାବରେ ମୋର ନିଶ୍ଚିତ କର୍ତ୍ତବ୍ୟ ରହିବ, ଉତ୍ତରଦାୟିତ୍ୱ ରହିବ। ମୁଁ ନିଶ୍ଚିତ ଭାବରେ ଆସିବି, ଭଲ କହିବି, ମନ୍ଦ କହିବି ଏବଂ ସେଟାକୁ ସୁଚାରୁ ରୂପେ ଗ୍ରହଣ କରିବ। ଏବଂ ସମସ୍ତଙ୍କୁ ମୁଁ ଅନୁରୋଧ କରିବି ଯେ ଏଇ ଫିଲ୍ମଟି ସମସ୍ତେ ଦେଖନ୍ତୁ ଆସିକି ସାରା ଓଡ଼ିଶାରେ, କାରଣ ଆମର ଜୀବନ ହିଁ ଆପଣଙ୍କ ହାତରେ। ଆପଣ ଭଗବାନ, ମୁଁ ସବୁବେଳେ କୁହେ ଦର୍ଶକକୁ। ତେଣୁ ଆପଣଙ୍କ ଆଶୀର୍ବାଦ ନିହାତି ଲୋଡ଼ା। ବହୁତ କଷ୍ଟ କରି ଗୋଟେ ସିନେମା ଯେତେବେଳେ ତିଆରି ହେଉଛି, ଆପଣ ଭାବନ୍ତୁନି ଯେ ଇଏ ମାନେ ଚୁଟକେ ମାରିଲେ ସିନେମାଟି ତିଆରି ହେଉଛି। ବହୁତ କଷ୍ଟ, ଅଗାଧ ପରିଶ୍ରମ କରିବାକୁ ପଡ଼ୁଛି ଗୋଟେ ସିନେମା ପର୍ଦ୍ଦା ଉପରେ ଆଣିବାକୁ। ତେଣୁ ଆପଣମାନଙ୍କର ସହଯୋଗ ନିହାତି ରହିବ ଏବଂ ଭଲ ସିନେମାକୁ ଆପଣ ପ୍ରୋତ୍ସାହନ ଦିଅନ୍ତୁ, ଖରାପ ସିନେମାକୁ ଦିଅନ୍ତୁ। ଚିନ୍ତାଧାରା ଥିଲା, ମାନସିକ ଥିଲା, ଆପଣ ଦେଖିକିନା ଆଜି ଫାଇନାଲି ପୁରା କ୍ଲୋଜ ହେଇଗଲା। ମୁଁ ଭାବୁଛି କ୍ଲୋଜ ହେଇଯିବାର, ଆଖିରେ ଦେଖିଲା ପରେ ତ ଆଉ ରହିବନି, ଆବଶ୍ୟକ ଅଛି। ତେଣୁ ଏଇଟା ସବୁ କଥାକୁ ନିଅନ୍ତୁନି। ବର୍ତ୍ତମାନ ଆପଣ ଯେମିତି, ଆମେ ଯେମିତି ସିନେମା ଇଣ୍ଡଷ୍ଟ୍ରି ଜଣେ ଜଣେ ଗାୟକ, ଦର୍ଶକ ଗୋଟେ ବଡ଼ ବଡ଼ ଭୂମିକା। ତେଣୁ ସେ ଭୂମିକା ଆପଣ ନିଭାନ୍ତୁ। ଇଏ ସବୁ ମଜା କଥା ଏକାନ୍ନ ପୁରୀ ସେକାନ୍ନ ବାହାର କରିଦିଅନ୍ତୁ, ସେସବୁ କିଛି ନାହିଁ ହେଲା। ମୁଁ ସବୁବେଳେ ପପୁକୁ ଭଲ ପାଏ, ଆଜି ବି ଭଲ ପାଏ।